ବିଷୟ ଆମକୁ ଜୀବନରେ ଆଗକୁ ବଢ଼ିବା ପାଇଁ ଏକ ପ୍ରେରଣା ଏବଂ ଏହି ବିଷୟରୁ ଆମେ ବହୁତ କିଛି ଶିଖିବାକୁ ପାଇବା। ତାହେଲେ ଦେଖିବା ଆମେ ଆଉ ଭଲରେ ବୁଝିବା ଏହି ବିଷୟକୁ। ପିଲାମାନେ, ଅନ୍ଧାର ରାତିରେ ଟେବୁଲ ଉପରେ ଥୁଆ ହୋଇଥିବା ଗୋଟିଏ ହାତବନ୍ଧା ଘଡ଼ିକୁ ଲକ୍ଷ୍ୟ କର। ହେଲା, ପିଲାମାନେ କ'ଣ କରିବ? ଅନ୍ଧାର ରାତିରେ ଗୋଟେ ଟେବୁଲ ଉପରେ ଥୁଆ ହୋଇଥିବା ହାତବନ୍ଧା ଘଡ଼ିକୁ ଲକ୍ଷ୍ୟ କରିବା। ତୁମେ ଦେଖିବ ଏହାର ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା ଓ ଏଥିରେ ଲେଖାଯାଇଥିବା ଅଙ୍କ ଗୁଡ଼ିକ ଖଦ୍ୟୋତର ଆଲୁଅ ଭଳି ଚିକ୍ ଚିକ୍ କରୁଛି। ଏହାଦ୍ୱାରା ବିନା ଆଲୁଅରେ ମଧ୍ୟ ତୁମେ ଘଣ୍ଟା ଦେଖି ସମୟ କହିପାରିବ। କେଡ଼େ ମଜା ସତେ! ଦିନବେଳେ ଏହି ଚିକ୍ ଚିକ୍ କରୁଥିବା ପଦାର୍ଥର ରଙ୍ଗ ଈଷତ୍ ସବୁଜ ଦେଖାଯାଏ। କେବଳ ହାତ ଘଣ୍ଟା କାହିଁକି, କାନ୍ଥ ଘଣ୍ଟା ଓ ଟେବୁଲ ଘଣ୍ଟାର କଣ୍ଟା ଏବଂ ତାହାର ଅଙ୍କ ଗୁଡ଼ିକ ମଧ୍ୟ ଅନ୍ଧାରରେ ଚିକ୍ ଚିକ୍ କରେ। ଏହି ଈଷତ୍ ସବୁଜ ରଙ୍ଗର ପଦାର୍ଥଟି ହେଉଛି ରେଡ଼ିୟମ୍। ପିଲାମାନେ, ତମେ ରାତିରେ ଦେଖିବ, ହେଲା, ଘରେ ଯେଉଁ ଘଣ୍ଟା ଲାଗିଛି ଲାଇଟ୍ ବନ୍ଦ କରିଦେବ, ଦେଖିବ ତମକୁ ସମୟ ଜଣା ପଡ଼ୁଥିବ ଅଳ୍ପ ଅଳ୍ପ ଏବଂ ସେଥିରୁ କିଛି ଚକ୍ ଚକ୍ କରେ। ହେଲା, ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା, ସେକେଣ୍ଡ କଣ୍ଟା, ସବୁ କଣ୍ଟା, ସେଇଟା ହେଉଛି ଆମର ରେଡ଼ିୟମ୍। ତାହେଲେ ରେଡ଼ିୟମ୍ କ'ଣ? ରେଡ଼ିୟମ୍ ଗୋଟିଏ ଅତ୍ୟନ୍ତ ମୂଲ୍ୟବାନ ଓ ତେଜସ୍କ୍ରିୟ ଧାତବ ପଦାର୍ଥ। ଏହାକୁ ଆବିଷ୍କାର କରିଥିଲେ ମ୍ୟାଡାମ୍ କ୍ୟୁରି ନାମକ ଜଣେ ମହିୟସୀ ମହିଳା ଓ ତାଙ୍କ ସ୍ୱାମୀ ପେରି କ୍ୟୁରି। ଏଥିପାଇଁ ସେ ଦୁହିଁଙ୍କୁ କମ୍ ଶ୍ରମ ସାଧନା ଓ ତ୍ୟାଗ କରିବାକୁ ପଡ଼ିନଥିଲା। ସେହି ଶ୍ରମ ଓ ସାଧନାର ଅମୃତ ଫଳ ଆଜି ସମଗ୍ର ଜଗତ ଭୋଗ କରୁଛି। ଏହି ଆବିଷ୍କାର ନିମନ୍ତେ ସେ ଦୁହିଁଙ୍କୁ 1903 ମସିହାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ହେଲା, ମ୍ୟାଡାମ୍ କ୍ୟୁରି ଏବଂ ତାଙ୍କ ସ୍ୱାମୀ ପେରି କ୍ୟୁରି। ବୁଝିହେଲା? କ'ଣ? ଏଇ ରେଡ଼ିୟମ୍କୁ ଆବିଷ୍କାର କରିଥିଲେ ଏବଂ 1903 ମସିହାରେ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ। 1867 ମସିହା ନଭେମ୍ବର 7 ତାରିଖରେ ମ୍ୟାଡାମ୍ କ୍ୟୁରିଙ୍କର ଜନ୍ମ। ପିଲାଦିନେ ନାଁ ଥିଲା ମେରୀ। ପିତାମାତା ଶ୍ରଦ୍ଧାରେ ଡାକୁଥିଲେ ମାନିଆ। ତାଙ୍କର ଆଉ 4ଟି ଭାଇ ଭଉଣୀ ଥିଲେ। ସେମାନେ ସମସ୍ତେ ପୋଲାଣ୍ଡ ଦେଶର ଅଧିବାସୀ। ପୋଲାଣ୍ଡ ସେତେବେଳେ ରୁଷ ଅଧୀନରେ ଥିଲା। ମାନିଆର ବାପା ପୋଲାଣ୍ଡର ଭର୍ସୋଉ ସହରରେ ଗୋଟିଏ ମାଧ୍ୟମ ବିଦ୍ୟାଳୟରେ ଜଣେ ବିଜ୍ଞାନ ଓ ଗଣିତ ଶିକ୍ଷକ ରୂପେ ନିଯୁକ୍ତ ହୋଇଥିଲେ। ହେଲା, ତାଙ୍କ ବାପା ଜଣେ ଶିକ୍ଷକ ଥିଲେ ଏବଂ ତାଙ୍କ ମା' ମଧ୍ୟ ଥିଲେ ଶିକ୍ଷିତା। ସେ ଅନ୍ୟ ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। କିଛି ଦିନ ପରେ ମା' ଯକ୍ଷ୍ମା ରୋଗରେ ପୀଡ଼ିତା ହୋଇ ଚାକିରି ଛାଡ଼ିଲେ। ବାପାଙ୍କ ସ୍ୱଳ୍ପ ଆୟରେ ପରିବାରଟି କଷ୍ଟେ ମଷ୍ଟେ ଚଳିଲା। ଘର କାମ, ରନ୍ଧାବଢ଼ା ଓ ମା'ଙ୍କର ସେବାରେ ମାନିଆଙ୍କର ବହୁ ସମୟ ଗଲା। ତଥାପି ସେ ସମୟ ସଞ୍ଚୟ କରି ପାଠ ପଢ଼ୁଥାନ୍ତି, କାରଣ ପାଠପଢ଼ାରେ ମାନିଆଙ୍କର ଭାରି ମନ। ତାହେଲେ ମାନିଆଙ୍କର ସ୍ମୃତି ଶକ୍ତି ଥିଲା ଅସାଧାରଣ। ସେ କୌଣସି କବିତାକୁ 2 ଥର ପଢ଼ିଦେଲେ ଆମୂଳଚୂଳ ମନେ ରଖି ନିର୍ଭୁଲ ଭାବେ ଆବୃତ୍ତି କରିପାରୁଥିଲେ। ସେହି ବହିଖଣ୍ଡଟି ପଢ଼ିବା ବେଳେ ସେଥିରେ ଏଭଳି ମଜି ଯାଉଥିଲେ ଯେ ତାଙ୍କ ଚାରିପଟେ କ'ଣ ଘଟୁଛି ସେ କଥା ସେ ମଧ୍ୟ ଜାଣିପାରୁନଥିଲେ। ତାଙ୍କର ଅନ୍ୟ ଭାଇ ଭଉଣୀମାନେ ନାଚି କୁଦି ଡେଇଁ ଘର କମ୍ପାଉଥିବା ବେଳେ ସେ ଏକାଗ୍ର ଭାବରେ ଗୋଟିଏ ସ୍ଥାନରେ ବସି ପଢ଼ୁଥିଲେ। ଦିନକର ଘଟଣା। ମାନିଆ ତାଙ୍କ ଛୋଟ ଘରଟିରେ ବସି ଗୋଟିଏ ବହି ପଢ଼ୁଛନ୍ତି। ବହିର ପୃଷ୍ଠା ବ୍ୟତୀତ ଅନ୍ୟ କୌଣସିରେ ଧ୍ୟାନ ନାହିଁ। ତାଙ୍କ ଭାଇ ଭଉଣୀମାନେ କୌତୁକ ଦେଖିବା ପାଇଁ ତାଙ୍କ ଚାରିପଟ ଓ ତାଙ୍କ ମୁଣ୍ଡ ଉପରେ ଘରର ସବୁ ଚୌକି ଆଣି ପାହାଡ଼ ଭଳି ସଜାଇ ଦେଲେ। ତଥାପି ମାନିଆଙ୍କର ସେଥିପ୍ରତି ନଜର ନାହିଁ। ଅଧଘଣ୍ଟା ପରେ ବହିଟି ପଢ଼ିସାରି ସେ ମୁଣ୍ଡ ଉଠାଇବା ବେଳକୁ ଚୌକିଗୁଡ଼ିକ ଦୁଲଦାଲ ହୋଇ ପଡ଼ିଗଲା। ଭାଇ ଭଉଣୀମାନେ ସମସ୍ତେ ହସିଲେ। ତାଙ୍କ ସହିତ ମାନିଆ ମଧ୍ୟ ହସି ପକାଇଲେ। ତାହେଲେ କେତେ ପଢ଼ିବାରେ ଆଗ୍ରହ, କେତେ ପଢ଼ିବାରେ ତାଙ୍କର ଫୋକସ୍ ଥିଲା। ମୁଁ ପାଠ ପଢ଼ିବି ଏବଂ ବାହାରେ କ'ଣ ହେଉଛି ଜାଣିପାରୁନାହାନ୍ତି। ତାଙ୍କ ମୁଣ୍ଡ ଉପରେ ଚୌକି ଗଦା ହେଲାଣି, ତଥାପି ଜାଣିପାରୁନାହାନ୍ତି। ବହି ସରିଲା, ମୁଁ ଜାଣିଲି। ହେଲା, କେତେ ଆଗ୍ରହ, କେତେ ତାଙ୍କର ସ୍ମୃତିଶକ୍ତି, କେତେ ଅସାଧାରଣ ବ୍ୟକ୍ତି ସେ ଥିଲେ। କେତେ ଏକାଗ୍ର ଭାବରେ ଗୋଟିଏ ସ୍ଥାନରେ ବସି ପଢ଼ି ପାରୁଥିଲେ। ଏହି ସମୟରେ ମାନିଆଙ୍କୁ ଯେତେବେଳେ ମାତ୍ର 10 ବର୍ଷ, ମା' ତାଙ୍କର ଇହଧାମ ତ୍ୟାଗ କରିଥିଲେ। ମା' ତାଙ୍କର ଚାଲି ଯାଇଥିଲେ। 2 ବର୍ଷ ପୂର୍ବରୁ ଟାଇଫଏଡ୍ ରୋଗରେ ତାଙ୍କ ସବା ବଡ଼ ଭଉଣୀ ଜୋସିଆର ମଧ୍ୟ ମୃତ୍ୟୁ ହୋଇଥିଲା।
ଘର କାମର ଦାୟିତ୍ୱ ଏଣିକି ବଢ଼ିଗଲା। ତଥାପି ସେ ପଢ଼ୁଥାନ୍ତି। ସେ ପଢ଼ିଲେ ସ୍କୁଲର ପଢ଼ା ବହି ତାଙ୍କୁ ଅଣ୍ଟିଲା ନାହିଁ। ଉପର ଶ୍ରେଣୀରେ ପଢ଼ୁଥିବା ବଡ଼ ଭଉଣୀ ବ୍ରନିଆର ବହି ପଢ଼ି ମଧ୍ୟ ଶେଷ କରିଦେଲେ। ତାପରେ ବାପାଙ୍କ ଆଲମାରୀ ଥାକରୁ ଖଣ୍ଡ ଖଣ୍ଡ ବହି କାଢ଼ି ପକାଇଲେ। ସବୁ ପଢ଼ି ପକାଇଲେ। ଶ୍ରେଣୀରେ ତାଙ୍କ ସ୍ଥାନ ସବୁବେଳେ ପ୍ରଥମ। ଶେଷ ମାଧ୍ୟମିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ସେ ସ୍ୱର୍ଣ୍ଣ ପଦକ ମଧ୍ୟ ଲାଭ କଲେ। ଏହି ଗୌରବରେ ପିତାଙ୍କର ହୃଦୟ ଫୁଲି ଉଠିଲା। ସେ କହିଲେ, ହାୟ, ଦୁଃଖିନୀ କନ୍ୟାର ଏହି ଗୌରବ ଦେଖିବାକୁ ଆଜି ତାର ସ୍ନେହମୟୀ ମାତା ଥାଆନ୍ତେ କି? ମାନିଆଙ୍କର କଲେଜରେ ପଢ଼ିବା ପାଇଁ ପ୍ରବଳ ଇଚ୍ଛା। ଝିଅମାନଙ୍କର ଉଚ୍ଚଶିକ୍ଷା ପାଇଁ ସେତେବେଳେ ପରାଧୀନ ପୋଲାଣ୍ଡରେ କୌଣସି ବ୍ୟବସ୍ଥା ନଥାଏ। ପୋଲାଣ୍ଡ ସେତେବେଳେ ପିଲାମାନେ ରୁଷର ଶାସନରେ ଥିଲା। ତେଣୁ ପୋଲାଣ୍ଡ ସେତେବେଳେ ପରାଧୀନ ଥିଲା। ବୁଝିହେଲା? ସେଥିପାଇଁ ଫ୍ରାନ୍ସର ପ୍ୟାରିସ ନଗରକୁ ଯିବାକୁ ହବ ତାଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ। ଅର୍ଥ ଅଭାବ ଓ ଦାରିଦ୍ର୍ୟ ତାଙ୍କ ଆଗରେ ଏକ ବିରାଟ ପାହାଡ଼ ଭଳି ଠିଆ ହେଲା। ବାପା ଚାକିରିରୁ ଅବସର ନେଲେଣି। ବଡ଼ ଭଉଣୀ ବ୍ରନିଆ ବିବାହ କରି ଚାଲିଗଲେଣି। ମାନିଆ କେତେକ ଧନୀ ଲୋକଙ୍କ ଘରେ ଟ୍ୟୁସନ କରି କିଛି ଅର୍ଥ ରୋଜଗାର କଲେ। ଦିନେ ସେ ସାମାନ୍ୟ ସଞ୍ଚିତ ଅର୍ଥ ଧରି ପିତାଙ୍କଠାରୁ ବିଦାୟ ନେଇ ପ୍ୟାରିସ ଚାଲିଗଲେ। ସେଠାରେ ସେ ପ୍ରସିଦ୍ଧ ସର୍ବନ୍ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ନାମ ଲେଖାଇଲେ। ଦେଖିଲ ପିଲାମାନେ, ପାଠ ପଢ଼ିବା ପାଇଁ କେତେ ଆଗ୍ରହ। ନିଜେ ଟ୍ୟୁସନ କରିକି, ନିଜେ ପଇସା ରୋଜଗାର କରିକି ଫ୍ରାନ୍ସର ପ୍ୟାରିସ ସହରକୁ ଚାଲିଗଲେ ଏବଂ ସେଠାରେ ପ୍ରସିଦ୍ଧ ସର୍ବନ୍ ବିଶ୍ୱବିଦ୍ୟାଳୟ ଯାଇକି ବିଜ୍ଞାନ ବିଭାଗରେ ନାମ ଲେଖାଇଲେ। ଗରିବ ତାଙ୍କୁ ହାର କରିପାରିଲା ନାହିଁ। ତାଙ୍କ ଆଗରେ ସେ ମୁଣ୍ଡ ନୁଆଇଲା ଗରିବ। ତାଙ୍କୁ ପଛରେ ପକାଇ ସିଏ ଚାଲିଗଲେ କ'ଣ, ତାଙ୍କ କିଛି ନୂଆ ଶିଖିବା ପାଇଁ, ଜୀବନରେ ଆଗକୁ ବଢ଼ିବା ପାଇଁ। ଏଇ ବିଷୟ ଆମକୁ ହେଉଛି ପ୍ରେରଣା। ମାନିଆରୁ ମ୍ୟାଡ଼ାମ କ୍ୟୁରି ହେଉଛନ୍ତି ଆମକୁ ଗୋଟେ ପ୍ରେରଣା, ଆମକୁ ଜୀବନରେ ଆଗକୁ ବଢ଼ିବା ପାଇଁ। ଯଦି ଆମର ଇଚ୍ଛା ଶକ୍ତି, ଦୃଢ଼ ମନୋବଳ ଅଛି, ତାହେଲେ ଆମକୁ କେହି ରୋକିପାରିବେ ନାହିଁ। ଆମେ ଜୀବନରେ ନିଶ୍ଚିତ ଦିନେ ନା ଦିନେ ଆଗକୁ ଯିବା। ମାନିଆର ବାପା ଅତି ଅଭାବରେ ଦିନ କାଟୁଥାନ୍ତି। ତଥାପି ନିଜ ଖର୍ଚ୍ଚରୁ କାଟି ଝିଅ ପାଇଁ ମାସକୁ ମାସ କିଛି ଟଙ୍କା ପଠାଉଥାନ୍ତି। କିନ୍ତୁ ବାପାଙ୍କର ଦାରିଦ୍ର୍ୟ ଠାରୁ ଝିଅର ଦାରିଦ୍ର୍ୟ ଅଧିକ। ରାତିରେ ଆଲୁଅ ଜାଳିବା ପାଇଁ ପାଖରେ ପଇସା ନଥାଏ। ଭଲ ପୋଷାକ ପତ୍ର, ଖାତା ବହି ତ ଦୂରର କଥା। ପ୍ୟାରିସରେ ଶୀତ ଦିନେ ପ୍ରବଳ ଥଣ୍ଡା। ଦେହ ହାତ ତାଙ୍କର ପୁରା ଅବଶ ହୋଇଯାଏ। ମାନେ ଦେହ ହାତ ପୁରା ଶୀତରେ ଥରୁଥାଏ। ନିଜ ପାଖରେ ଥିବା ସମସ୍ତ ଲୁଗାପଟାକୁ ଦେହରେ ଘୋଡ଼ାଇ ଶୋଇଲେ ମଧ୍ୟ ଶୀତ ଦାଉରୁ ରକ୍ଷା ମିଳେନି। ସେ କାଠର ଚୌକିଟାକୁ ଟାଣି ଆଣି ନିଜ ଉପରେ ଲଦି ଦିଅନ୍ତି। ସତେ ଯେପରି ଉତ୍କଟ ଦାରିଦ୍ର୍ୟ ମହାବଳ ବାଘ ଭଳି ପଞ୍ଝା ଖୋଲି ଶୀତ ରୂପରେ ତାଙ୍କୁ ମାଡ଼ି ବସେ। ହେଲା, ମାନେ ଯେମିତି କାଠର ଚୌକିଟା ଲଦି ଦିଅନ୍ତି, ସେ ଭାବନ୍ତି ଯେମିତି ମହାବଳ ବାଘଟି ତା ଶୀତ ରୂପରେ ଆସିକି ମୋ ଉପରେ ମାଡ଼ି ବସୁଛି। ଦାରିଦ୍ର୍ୟ ବଶତଃ ଦିନେ ଦିନେ ସେ ଉପବାସ ରହିଯାଆନ୍ତି। ଆଉ କେଉଁ ଦିନ ଖଣ୍ଡେ ପାଉଁରୁଟି ଓ ସାମାନ୍ୟ ଟିକେ ଲହୁଣୀ ଖାଇ ଚଳାଇ ଦିଅନ୍ତି। ରନ୍ଧା ଖାଦ୍ୟ ତାଙ୍କ ଭାଗ୍ୟରେ ପ୍ରାୟ ଜୁଟେ ନାହିଁ। ଖାଦ୍ୟପେୟର ଅଭାବ ଓ ନିଜ ଶରୀର ପ୍ରତି ଅଯତ୍ନ ଯୋଗୁଁ ସେ ଦିନକୁ ଦିନ ଦୁର୍ବଳ ହୋଇଗଲେ। ଦିନେ ସେ କୋଠରୀରେ ବସି ହେଲା ପିଲାମାନେ, ଦିନେ ସେ କୋଠରୀରେ ବସି ପଢ଼ୁଛନ୍ତି। ସାରା ଦିନ କିଛି ଖାଇନାହାନ୍ତି। ମୁଣ୍ଡ ବୁଲାଇ ଦେଲା। ସେ ଚେତା ହରାଇ ତଳେ ପଡ଼ିଗଲେ। ଭାଗ୍ୟକୁ ସେ ସମୟରେ ତାଙ୍କର ଜଣେ ସାଙ୍ଗ ଆସି ପହଞ୍ଚିଲେ। ସେ ତାଙ୍କୁ ରକ୍ଷା କଲେ। ଅଭାବ ଓ ଦରିଦ୍ର ସହିତ ଲଢ଼ି ଲଢ଼ି ମାନିଆ ଶେଷରେ ବିଜୟ ମଣ୍ଡିତା ହେଲେ। ସର୍ବନ୍ ବିଶ୍ୱବିଦ୍ୟାଳୟରୁ ସେ ପଦାର୍ଥ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ MSc ପାସ୍ କଲେ। MSc ପିଲାମାନେ ଏଇଟା ହେଲା ମାଷ୍ଟର ଇନ୍ ସାଇନ୍ସ। ସେ ଏଣିକି ଗବେଷଣା କାର୍ଯ୍ୟରେ ମନୋନିବେଶ କଲେ। ବିଜ୍ଞାନ ଥିଲା ତାଙ୍କର ପ୍ରାଣ, ଗବେଷଣା ଥିଲା ତାଙ୍କର ଲକ୍ଷ୍ୟ ଓ ଅଧିକରୁ ଅଧିକ ଜ୍ଞାନ ଆହରଣ ଥିଲା ତାଙ୍କ ଜୀବନର ବ୍ରତ। ହେଲେ ସେଥିପାଇଁ ପ୍ରଚୁର ଅର୍ଥ ଦରକାର। ଅର୍ଥ ସେ କାହୁଁ ପାଇବେ? ତାହେଲେ ପିଲାମାନେ, ମଣି କାଞ୍ଚନର ସଂଯୋଗ ଭଳି ମାନିଆଙ୍କର ବିବାହ ହେଲା ପ୍ୟାରିସରେ ଜଣେ ଯୁବକ ବୈଜ୍ଞାନିକ ଅଧ୍ୟାପକ ପେରି କ୍ୟୁରିଙ୍କ ସହିତ। ବିବାହ ପରେ ମାନିଆଙ୍କର ନାଁ ସହିତ କ୍ୟୁରି ଯୋଡ଼ାଗଲା। ସେ ଏଣିକି ହେଲେ ମେରି କ୍ୟୁରି ଓ ବା ମ୍ୟାଡ଼ାମ କ୍ୟୁରି।
ସ୍ୱାମୀ ସ୍ତ୍ରୀ ଦୁହେଁ ଗବେଷଣା କାର୍ଯ୍ୟରେ ଲାଗି ପଡ଼ିଲେ। ଦୁହିଁଙ୍କ ପଥ ଗୋଟିଏ, ଲକ୍ଷ୍ୟ ମଧ୍ୟ ଗୋଟିଏ। ନିଜର ସମସ୍ତ ଉପାର୍ଜିତ ଅର୍ଥକୁ କେବଳ ଗବେଷଣା କାର୍ଯ୍ୟରେ ବିନିଯୋଗ କରି ଦିନେ ସାରା ପୃଥିବୀରେ ଚହଳ ପକାଇ ସେ ଦୁହେଁ ଆବିଷ୍କାର କଲେ ରେଡ଼ିୟମ୍। ସେମାନଙ୍କୁ ମିଳିଲା ପୃଥିବୀର ସର୍ବଶ୍ରେଷ୍ଠ ସମ୍ମାନ ନୋବେଲ ପୁରସ୍କାର। ପୃଥିବୀର ପ୍ରତ୍ୟେକ ଦେଶରୁ ତାଙ୍କ ଉପରେ ଆସି ଅଜାଡ଼ି ହୋଇ ପଡ଼ିଲା ଗଦା ଗଦା ଶୁଭେଚ୍ଛା ଓ ଅଭିନନ୍ଦନ। ରେଡ଼ିୟମ୍କୁ ସେ ଦୁହେଁ ନିଜର ବ୍ୟକ୍ତିଗତ ସମ୍ପତ୍ତି ନ କରି ସମଗ୍ର ମାନବ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଲେ। ତାହା ନ ହୋଇଥିଲେ ସେମାନେ କୋଟିପତି ହୋଇପାରିଥାନ୍ତେ। ପିଲାମାନେ, ନୋବେଲ ପୁରସ୍କାର ପାଇବାର 3 ବର୍ଷ ପରେ ଗୋଟିଏ ମଟର ଦୁର୍ଘଟଣାରେ ପେରି କ୍ୟୁରିଙ୍କର ପରଲୋକ ଘଟିଗଲା। ମେରି ସ୍ୱାମୀଙ୍କର ଚାକିରିରେ ନିଯୁକ୍ତି ହେଲେ। ତାଙ୍କ ହାତରେ କି କୁହୁକ ଥିଲା କେଜାଣି, ସେ ଯାହାକୁ ଛୁଇଁ ଦେଉଥିଲେ ତାହା ସୁନା ପାଲଟି ଯାଉଥିଲା। ସେ ରସାୟନ ବିଜ୍ଞାନରେ ଗବେଷଣା ଚଳାଇଲେ। ସେଥିରେ ମଧ୍ୟ ସେ ନୋବେଲ ପୁରସ୍କାର ଆଉଥରେ ପାଇଲେ। ସେ ହେଉଛନ୍ତି ପୃଥିବୀର ଏକମାତ୍ର ମହିଳା ଯିଏକି 2 ଥର ନୋବେଲ ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର କନ୍ୟା ଆଇରିନ୍ ଜୁଲିଏଟ୍ ଏବଂ ଜ୍ୱାଇଁ ଫ୍ରେଡରିକ୍ ମଧ୍ୟ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ। ହେଲା, ବିଜ୍ଞାନ ପ୍ରତି କେତେ ପ୍ରେମ, କେତେ ଆଗ୍ରହ, କେତେ ଇଚ୍ଛାଶକ୍ତି, କେତେ ମନୋବଳ। ମ୍ୟାଡାମ୍ କ୍ୟୁରି ତାଙ୍କ ସ୍ୱାମୀଙ୍କୁ ଖୁବ୍ ଭଲ ପାଉଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସବୁଦିନ ତାଙ୍କୁ ମନେ ପକାନ୍ତି ଓ ତାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖନ୍ତି। ହେଲେ ସେ ଚିଠି ସ୍ୱାମୀଙ୍କ ନିକଟରେ ପହଞ୍ଚି ନାହିଁ। ଗୋଟିଏ ଚିଠିରେ ସେ ଲେଖିଥିଲେ, ହେ ମୋର ପ୍ରିୟ ପେରି, ତୁମେ ଆଲୋକକୁ ଭଲ ପାଅ, ଫୁଲକୁ ଭଲ ପାଅ। ଆଜି ଜଗତରେ କେତେ ଆଲୋକ, ବଗିଚାରେ କେତେ ଫୁଲ, ଅଥଚ ତୁମେ ଯେଉଁ ଅନ୍ଧାରରେ ମୋତେ ଛାଡ଼ି ଯାଇଥିଲ, ମୁଁ ସେହି ଅନ୍ଧାରରେ ଅଛି। ଇତି ତୁମର ପେରି। ଏହା ଥିଲା ମୋର ଶେଷ ଚିଠି। ଏହା ଥିଲା ମେରିଙ୍କର ଶେଷ ଚିଠି। ମେରି କ୍ରମେ ଅସୁସ୍ଥ ଓ ଦୁର୍ବଳ ହୋଇପଡ଼ିଲେ। ଡାକ୍ତରମାନେ ନିଜର ପାରୁ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କଲେ, କିନ୍ତୁ କିଛି ଫଳ ହେଲା ନାହିଁ। ଦିନେ ସେ ଶୋଇଗଲେ ଯେ ଆଉ ଉଠିଲେ ନାହିଁ। 1934 ମସିହା ଜୁଲାଇ ମାସ 3 ତାରିଖ ଦିନ ତାଙ୍କ ଜୀବନ ଦୀପ ଲିଭିଗଲା। ଡାକ୍ତରମାନେ କହିଲେ ଯେ ମେରିଙ୍କ ମୃତ୍ୟୁର କାରଣ ହେଉଛି ରେଡ଼ିୟମ୍। ରେଡ଼ିୟମ୍ ସଂସର୍ଗରେ ବାରମ୍ବାର ଆସିବାରୁ ତାଙ୍କର ମାରାତ୍ମକ ବିଷ ତାଙ୍କ ଦେହରେ ଚରିଯାଇଥିଲା। ତାଙ୍କ ରକ୍ତ ବିଷାକ୍ତ ହୋଇଯାଇଥିଲା। ଦୀପଟି ଏପରି ସେ ଜଳି ଜଳି ଗଲେ, ଅଥଚ ଜଗତକୁ ଦେଇଗଲେ ଏକ ଅଲିଭା ଆଲୋକ। ଯେଉଁ ରେଡ଼ିୟମ୍ ଯୋଗେ ତାଙ୍କର ଜୀବନ ଗଲା, ସେହି ରେଡ଼ିୟମ୍ ଆଜି ପୃଥିବୀର କୋଟି କୋଟି କର୍କଟ ରୋଗୀଙ୍କୁ ମରଣ ମୁହଁରୁ ଫେରାଇ ଆଣିପାରୁଛି। ଏହା ଥିଲା ପିଲାମାନେ ଆମ ପାଇଁ ଏକ ପ୍ରେରଣାଦାୟକ ବିଷୟ। ଏ ବିଷୟ ଆମକୁ ଜୀବନରେ ଯଦି ସଠିକ୍ ଭାବରେ ପ୍ରୟୋଗ କରିପାରିବା, ଏକ ଗରିବ ଘରର ଝିଅ ଦିନେ 2 ଥର ନୋବେଲ ପୁରସ୍କାର ପାଇଛି, ବିଶ୍ୱର ସର୍ବବୃହତ ପୁରସ୍କାର ପାଇଛି, ତାହେଲେ ଏହି ବିଷୟରୁ ଆମେ ବହୁତ କିଛି ଶିଖିବା। ପିଲାମାନେ, ସାଙ୍ଗମାନଙ୍କୁ ଏ ଭିଡ଼ିଓ ସେୟାର କରିଦେବା ଏବଂ ବାପା ମାଆଙ୍କୁ ମଧ୍ୟ ଆମେ ଏହି ଭିଡ଼ିଓ ଦେଖାଇବା। ଜୀବନରେ କେବେ ହାର ମାନିବା ନାହିଁ। ହେଲା, ଗୋଟେ ଗରିବ ଘରର ଝିଅ ଯଦି 2 ଥର ନୋବେଲ ପୁରସ୍କାର ପାଇପାରିଲା, ଆମେ ବି ମଧ୍ୟ କିଛି କରିପାରିବା। ତାହେଲେ ମାନିଆରୁ ମ୍ୟାଡାମ୍ କ୍ୟୁରି ହେଉଛନ୍ତି ଆମ ପାଇଁ ଏକ ପ୍ରେରଣା। ସବୁବେଳେ ଏହି ବିଷୟଟିକୁ ଏ 5ମ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନିତ ହୋଇକି ଥିବ ଏବଂ ସବୁବେଳେ ଆମକୁ ପ୍ରେରିତ କରୁଥିବ।